ଆଜିଠୁ ସାରା ରାଜ୍ୟରେ ସ୍କୁଲ ଛୁଟି। ପ୍ରଚଣ୍ଡ ଖରା ପାଇଁ ନିଷ୍ପତ୍ତି। ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆକାଶରେ ହେଉଛି ଅଗ୍ନି ବର୍ଷା। ଅଧିକାଂଶ ସହରରେ ପାରଦ 40 ଡିଗ୍ରୀ ଉପରେ। ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଖରା ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜିଠାରୁ ସାରା ରାଜ୍ୟରେ ରହିବ ସ୍କୁଲ ବନ୍ଦ। ଏପ୍ରିଲ 25 ତାରିଖରୁ ରାଜ୍ୟ ସ୍କୁଲଗୁଡ଼ିକ ବନ୍ଦ ରହିବା ନେଇ ପୂର୍ବରୁ ଘୋଷଣା କରିଥିଲେ ରାଜ୍ୟ ସରକାର। ଖରା ଛୁଟି ଘୋଷଣା କରାଯାଇଥିଲା। ପୂର୍ବରୁ 3 ଦିନ ପାଇଁ ସାରା ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ଏବେ କିନ୍ତୁ ଖରା ପାଇଁ ଲମ୍ବା ଛୁଟି ଘୋଷଣା କରାଯାଇଛି। ସାରା ରାଜ୍ୟରେ ଆଜିଠୁ ସ୍କୁଲ ବନ୍ଦ ରହିବ। ସମସ୍ତ ସରକାରୀ ଓ ବେସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ମାତ୍ର 3 ଦିନ ପାଇଁ ସକାଳ ସ୍କୁଲ ହୋଇଥିଲା। ଏପ୍ରିଲ 22, 23, 24 ତାରିଖରେ ସକାଳୁଆ ସ୍କୁଲ ହୋଇଥିଲା। ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ପାଇଁ ଏହି ନିୟମ ଲାଗୁ। ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ ବିଦ୍ୟାଳୟ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ।